ଧନରେ ତୁ ସିନା ଚାଲିଗଲୁ, ହେଲେ ରହିଗଲୁ ଆମ ସମସ୍ତଙ୍କ ହୃଦୟରେ। କାନ୍ଥରେ ଫୁଲହାର ପିନ୍ଧି ଫଟୋ ହୋଇ ଝୁଲିବା ହୁଏତ ହୋଇପାରେ ସମସ୍ତଙ୍କର ଅବଧାରିତ ଭାଗ୍ୟ, ହେଲେ ତୁ ଏଡ଼େ ଭାଗ୍ୟବାନ ଯେ ରହିଗଲୁ ଆମ ସମସ୍ତଙ୍କର ହୃଦୟର ଦିଆଲରେ। କିଏ କହିଲା ତୁ ଏପୁରରୁ ସେପୁରକୁ ଚାଲିଗଲୁ ବୋଲି? ପରପୁର କଥା କିଏ ବା ଜାଣିଛି? ତୁ ଏପୁରରେ ଏବେ ବି ରହିଛୁ, ଖାଲି ଫରକ ଏତିକି ତୋ ଉପସ୍ଥିତିକୁ ସ୍ୱଚକ୍ଷୁରେ ଦେଖି ହେଉନି ସିନା, ହେଲେ ଅନୁଭବ କରିହେଉଛି କ୍ଷଣକୁ କ୍ଷଣ ପ୍ରତିକ୍ଷଣ। ଦର୍ଶକ ବନ୍ଧୁ, ଆମେ କହୁଛୁ ଭୁବନେଶ୍ୱରରେ ରହୁଥିବା ଶୁଭଜିତ ସାହୁଙ୍କ କଥା। ବୟସ ମାତ୍ର 8 ବର୍ଷ। ବାପାଙ୍କର ନାମ ବିଶ୍ୱଜିତ ସାହୁ। ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ। ହଠାତ୍ ସ୍କୁଲରେ ଚେତାଶୂନ୍ୟ ହୋଇ ପଡ଼ିଯିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ଜଣାଇ ମେଡ଼ିକାଲକୁ ନେଇଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଅର ମୃତ୍ୟୁର ଦୁଃଖକୁ ଛାତିରେ ଚାପି ଧରି ତାଙ୍କ ପରିବାର ନେଇଥିଲେ କଠୋର ନିଷ୍ପତ୍ତି। ଶୁଭଜିତର ଅଙ୍ଗଦାନ କରାଗଲା। ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଗଲା। ଗତ ବୁଧବାର ଦିନ ତାଙ୍କର ଏକାଦଶହ ତିଥି ପାଳନରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିସହ ଗୀତିକାର ପ୍ରଶାନ୍ତ ପାଢ଼ୀଙ୍କ ଦ୍ୱାରା ଏକ ଅଡ଼ିଓ ଗୀତ ତାଙ୍କ ଉଦ୍ଦେଶ୍ୟରେ ଉନ୍ମୋଚିତ ହୋଇଥିଲା। ତାଙ୍କ ସ୍ମରଣରେ ନିର୍ମିତ ଗୀତ ବାପଧନକୁ କଣ୍ଠଶିଳ୍ପୀ ଶୈଳଭାମା ଗାଇଥିବା ବେଳେ ଏହି ଗୀତକୁ ଚିତ୍ତରଞ୍ଜନ ଓଝା ରଚନା ଓ ସ୍ୱର ସଂଯୋଜନା କରିଥିଲେ। ଗୀତଟିକୁ MS ମ୍ୟୁଜିକ୍ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଅପଲୋଡ଼ କରାଯାଇଛି। ଶୁଭଜିତଙ୍କର ଅମର ଆତ୍ମାର ସଦ୍ଗତି ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା।